କଥାକଥିତ ରାସ୍ତାରେ ଚାଲିଲେ ସହଜ ଲାଗେ, କିନ୍ତୁ ରାସ୍ତା ବଦଳାଇବାରେ ନୂଆ ଯାତ୍ରାର ପ୍ରାରମ୍ଭ ହୁଏ। ଆପଣଙ୍କୁ କେବେ ଏଭଳି ଲାଗିଛି? ସେଇ କାମ, ସେଇ ଲୋକ, ସକାଳରୁ ରାତି ଯାଏଁ ଦିନ ସରିଯାଉଛି, ମାସ ଆଉ ବର୍ଷ ବି, କିନ୍ତୁ ମୁଁ ଯେଉଁଠି ଥିଲି ସେଇଠି ରହିଛି। ଯଦି ଆପଣଙ୍କ ମନରେ ଏସବୁ ଚାଲିଛି, ତାହେଲେ ଆଜିର ଭିଡ଼ିଓଟି ଆପଣଙ୍କ ପାଇଁ। ପାର୍ଟ ସ୍କିପ୍ ନ କରି ଶେଷ ଯାଏଁ ଦେଖିବେ। ଆପଣଙ୍କୁ ଆଜି ଆପଣଙ୍କ ଜୀବନର ବଡ଼ କ୍ଲାରିଟିଟିଏ ମିଳିବ। ଏଥିରେ ମୁଁ ଆଜି କହିବି, ଆପଣ ଯେଉଁ ପରିସ୍ଥିତିରେ ଅଛନ୍ତି ସେଥିପାଇଁ ଦାୟୀ କିଏ? ଆପଣଙ୍କ ପରିସ୍ଥିତି, ନା ପରିବାର, ନା ଆପଣ ନିଜେ? ସେକେଣ୍ଡରେ, ଗୋଟେ ସଫଳ ଲୋକର ମାଇଣ୍ଡସେଟ୍ କେମିତି ଥାଏ? ଆଉ ଥାର୍ଡ଼ରେ ଏଇଟା କହିବି କି ଆପଣ ଆଜି ଯେଉଁ ପରିସ୍ଥିତିରେ ଅଛନ୍ତି ସେ ପରିସ୍ଥିତିରୁ ବାହାରିବେ କେମିତି? ତାହେଲେ ଭିଡ଼ିଓଟି ଦେଖନ୍ତୁ। ହଁ, ମୁଁ କ'ଣ କହୁଥିଲି, କିଛି ନ କରିପାରିବାର କ୍ଷୋଭ ଆପଣଙ୍କ ଭିତରେ ଚାଲୁଛି ତ ଭିଡ଼ ସହ, କେବଳ କର୍ତ୍ତବ୍ୟର ଭାରକୁ ବୋହି। ସମବୟସ କି ପରିପାର୍ଶ୍ୱ ଲୋକଙ୍କ ଉନ୍ନତି ଦେଖି ଖୁସି ସେମାନଙ୍କ ପାଇଁ, କିନ୍ତୁ ମନର କେଉଁ କୋଣରେ ନିଜ ପାଇଁ ବି ଦୁଃଖ। କି ମୁଁ କ'ଣ ଏଇ ଜୀବନ ଚାହିଁଥିଲି? ମୋ ଜୀବନରେ ମୁଁ କିଛି କରିପାରିଲିନି। ଆପଣ ଜାଣନ୍ତି ଏପରି ଅନୁଭବ ଆପଣ କାହିଁକି କରୁଛନ୍ତି? ଉତ୍ତର ହେଲା କମ୍ଫର୍ଟ ଜୋନ୍, ମାନେ ସୁବିଧା କ୍ଷେତ୍ର। ହଁ, ଆପଣଙ୍କ ସୁବିଧା କ୍ଷେତ୍ର। ସୁବିଧା କ୍ଷେତ୍ର ମାନେ କ'ଣ କହିଲେ? ଯେଉଁ ଅବସ୍ଥାରେ ଆମେ ନିଜକୁ ସୁରକ୍ଷିତ ଅନୁଭବ କରୁ, ଯେଉଁଠି ଭୟ କମ୍, ଚ୍ୟାଲେଞ୍ଜ ବି କମ୍, କିଛି ଟେନସନ୍ ବି ନାହିଁ ସେଠି। ଖାଇବାକୁ ଆଉ ପିନ୍ଧିବାକୁ ମିଳିଗଲା, କିନ୍ତୁ ସେଇ ଲୋକ, ସେଇ କାମ, ସେଇ ସକାଳରୁ ରାତି ଯାଏ ଦୌଡ଼ିବା, ଆଉ ବେଳେବେଳେ ଅଣନିଶ୍ୱାସୀ ପରି ଲାଗେ। ସବୁଥିରୁ ବିରକ୍ତି ଭାବ ଆସିଯାଏ। ଜାଣନ୍ତି, ଏ କମ୍ଫର୍ଟ ଜୋନ୍ରେ ନୂଆ କିଛି ଶିଖିବା ଦରକାର ପଡ଼େନି, ନିଜକୁ ପରୀକ୍ଷା କରିବାକୁ ବି ପଡ଼େନି, କି ନିଜ ଭିତରେ ଆଉ କିଛି କ୍ଷମତା ଅଛି କି ନାହିଁ ଏଇଟା ବି ଜାଣିବାକୁ ଦରକାର ପଡ଼େନି। ଆମେ ଭାବୁ, ହଁ ଠିକ୍ ଅଛି, ଏ ଜୀବନରେ ଏତେ ବି କିଛି ଅସୁବିଧା ନାହିଁ, କେତେ ଲୋକ ଏମିତି ବଞ୍ଚିଛନ୍ତି, ମୁଁ ବି ବଞ୍ଚିଛି। ଏପରି ଧୀରେ ଧୀରେ ନା ନିଜର ସ୍ୱପ୍ନ ଗୁଡ଼ିକ ଶବ୍ଦହୀନ ହେଇଯାଆନ୍ତି, ଆଉ ୟା ଭିତରେ ନିଜର ଅସ୍ତିତ୍ୱ ବି ସରିଯାଏ। ସେବେ ଆମେ ନିଜକୁ ପ୍ରଶ୍ନ କରୁ, ସତରେ ମୁଁ ଠିକ୍ ଅଛି? ଏଇ ଜୀବନ ମୋତେ ଦରକାର ଥିଲା, ନା ମୁଁ ଆଉ କିଛି କରିପାରିଥାନ୍ତି? ସତ କହିବି, ସମୟ ଥାଉ ଥାଉ ଏ ପ୍ରଶ୍ନ ନିଜକୁ ପଚାରିଲେ ହୁଏତ ବାକି ଜୀବନ ଆତ୍ମସନ୍ତୋଷରେ ବଞ୍ଚିଯିବେ। ନହେଲେ ପରିଣତ ବୟସରେ ଏ ପ୍ରଶ୍ନର ଉତ୍ତର ତ ମିଳିବ, କିନ୍ତୁ ଆପଣଙ୍କ ହାତରେ ଆଉ ସମୟ ନଥିବ। ହଉ ଠିକ୍ ଅଛି, ଏବେ ସଲ୍ୟୁସନ୍କୁ ଆସିବା। ସଲ୍ୟୁସନ୍ରେ 3ଟା ମେନ୍ ଜିନିଷରେ ମୁଁ ଫୋକସ୍ କରିବି, ଯେଉଁଟା ମୁଁ ଆପଣଙ୍କୁ ଆରମ୍ଭରୁ ବି କହିଥିଲି। ଫାର୍ଷ୍ଟ, କମ୍ଫର୍ଟ ଜୋନ୍ରେ ରହିବା ପାଇଁ ଦାୟୀ କିଏ? ପରିସ୍ଥିତି ନା ଆପଣ ନିଜେ? ସେକେଣ୍ଡରେ, କମ୍ଫର୍ଟ ଜୋନ୍ରୁ ବାହାରିଥିବା ଲୋକର ମନସ୍ଥିତି କିପରି? ଆଉ ଥାର୍ଡ଼ ଆଣ୍ଡ ଲାଷ୍ଟ, ଆପଣଙ୍କୁ କମ୍ଫର୍ଟ ଜୋନ୍ରୁ ବାହାରିବାର ଉପାୟ ମୁଁ କହିବି। ତାହେଲେ ପ୍ରଥମେ ଦେଖିବା, ଏ କମ୍ଫର୍ଟ ଜୋନ୍ରେ ରହିବା ପାଇଁ ଦାୟୀ କିଏ? ଆପଣ ଭାବୁଥିବେ ନା, ମୁଁ ବାହାରିବାକୁ ଚାହେଁ, ହେଲେ ମୋ ପରିସ୍ଥିତି ମୋ ସାଥ ଦେଉନି, କି ମୋତେ କିଏ ସପୋର୍ଟ ବି କରୁନାହାନ୍ତି। ସତ କହିବି, ପରିସ୍ଥିତି, ପରିବାର ଆଉ ଅନ୍ୟକୁ ଦୋଷ ଦେଇ ଆମେ ନିଜକୁ କେବଳ ଦୋଷମୁକ୍ତ କରୁଛୁ। ସତ କହିଲେ, କେତେ ଚେଷ୍ଟା କରିଛନ୍ତି ଏଥିରୁ ବାହାରିବାକୁ? ଥରେ, 2 ଥର, 5 ଥର, ବାସ୍ ଏତିକିରେ ଥକିଗଲେ? କେବେ କାହା କଟାକ୍ଷରେ, ନା କହିବି ନିଜର ଅଳସୁଆପଣରେ? ପ୍ରଥମେ ଆଗକୁ ଯିବାକୁ ହେଲେ ସାମ୍ନା ଲୋକ ନିଜ ପରିସ୍ଥିତିକୁ ଦୋଷ ଦେବା ବନ୍ଦ କରେ। ନିଜର ସାମର୍ଥ୍ୟକୁ ଆପଣ ଦେଖନ୍ତୁ। ଏ ପର୍ଟିକୁଲାର ପରିସ୍ଥିତିରେ ଆପଣ କ'ଣ କରିପାରିବେ କିମ୍ବା କରିବା ଉଚିତ ହେବ? କ'ଣ କଲେ ଏ ଜୋନ୍ରୁ ମୁଁ ବାହାରି ପାରିବି? ଭାବନ୍ତୁ। ତ ମୋର କହିବାର କଥା ହେଲା, ଯେଉଁ କମ୍ଫର୍ଟ ଜୋନ୍ରେ ଆମେ ରହିଛେ ସେଥିରୁ ବାହାରିବାର ଉପାୟ ଆମକୁ ହିଁ କରିବାକୁ ହେବ। ଏବେ ସେକେଣ୍ଡ ପଏଣ୍ଟକୁ ଆସିବା। ଏ କମ୍ଫର୍ଟ ଜୋନ୍ରୁ ବାହାରିଥିବା ଲୋକର ମନସ୍ଥିତି କିପରି? ଜାଣନ୍ତି, ଦୁନିଆରେ ପ୍ରାୟତଃ ସବୁ ଲୋକ ବଡ଼ ବଡ଼ ସ୍ୱପ୍ନ ଦେଖନ୍ତି। ଖୁସିର ଜୀବନ ତ ସମସ୍ତେ ଚାହାନ୍ତି, କିନ୍ତୁ ଖୁବ୍ କମ୍ ଲୋକ ସେ ସ୍ୱପ୍ନକୁ ସତ କରିବାକୁ ପଦକ୍ଷେପ ନିଅନ୍ତି। କରିବାର ଇଚ୍ଛା ନା ତାଙ୍କୁ ସୁଆଇ ଦିଏନି। ବାରମ୍ବାର ଚେଷ୍ଟା, ବିଫଳ, ଛୋଟ ଛୋଟ ପଦକ୍ଷେପ, ସଫଳତା, ବିଫଳତା, ତା ଭିତରେ ନିଜ ସ୍ୱପ୍ନକୁ ଛୁଇଁବାକୁ ଚେଷ୍ଟା କରନ୍ତି। ଆଉ ଅନେକ ସଂଘର୍ଷ ପରେ ସାମ୍ନାରେ ଦେଖାଯାଆନ୍ତି ସଫଳ ମଣିଷଟେ ହେଇ।
ସେତେବେଳେ ଆମେ କହୁ ସେ କରିଗଲା କିନ୍ତୁ ମୋତେ କେହି ସପୋର୍ଟ କଲେନି, ଏତିକି କହି ମନକୁ ବୁଝାଉ। କିନ୍ତୁ ମୁଁ କହିବି, ଯେଉଁ ସଫଳ ମଣିଷକୁ ଆପଣ ଦେଖୁଛନ୍ତି ତା ପଛର ସଂଘର୍ଷକୁ ଦେଖନ୍ତୁ। ଏତେ ଚେଷ୍ଟା ତା ସଂଘର୍ଷରେ ରହିଛି ଯାହାର 10 କି 20 ଭାଗ ବି ଆପଣ କରିନଥିବେ। କେବେ ନିଜ ଚତୁଃପାର୍ଶ୍ୱରେ ଦେଖୁଥିବା ସଫଳ ମଣିଷର ସଂଘର୍ଷକୁ ଭିତରୁ ବୁଝିବାକୁ ଚେଷ୍ଟା କରିବେ। ଯାତ୍ରା ସହଜ ନଥିବ ତାର। ଏବେ ଥାର୍ଡ଼ ଆଉ ଲାଷ୍ଟ ପଏଣ୍ଟକୁ ଆସିବା। ଏ କମ୍ଫର୍ଟ ଜୋନ୍ରୁ ଆପଣ ବାହାରିବେ କେମିତି? ହଁ, ତା ପୂର୍ବରୁ ଆଉ ଗୋଟେ ପଏଣ୍ଟ ଆଡ଼୍ କରୁଛି ମୁଁ। ଯଦି ଆପଣ ନିଜ ଜୀବନଶୈଳୀରେ ଖୁସି ଅଛନ୍ତି, ମାନେ ଅନ୍ତରାତ୍ମାରୁ ଖୁସି, ତାହେଲେ ଆପଣ କମ୍ଫର୍ଟ ଜୋନ୍ରେ ନୁହେଁ ବରଂ ସାଟିସ୍ଫ୍ୟାକ୍ସନ୍ ଜୋନ୍ରେ ଅଛନ୍ତି। ଠିକ୍, ଏଥିରେ ବଦଳାଇବା କିଛି ଦରକାର ନାହିଁ, କାରଣ ଆପଣ ଭିତରୁ ଖୁସି ଅଛନ୍ତି, ଆପଣଙ୍କ ଅନ୍ତରାତ୍ମା ଖୁସି ଅଛି। କିନ୍ତୁ ଯଦି ନାହାନ୍ତି ତାହେଲେ କମ୍ଫର୍ଟ ଜୋନ୍ରୁ ବାହାରିବାର ଟ୍ରିକ୍ସ କହୁଛି ମୁଁ। ଯଦି ଆପଣଙ୍କ ଏନ୍ଭାଇରନମେଣ୍ଟରେ ଆପଣଙ୍କୁ ଅଣନିଶ୍ୱାସୀ ଲାଗୁଛି ତାହେଲେ ଦୁଇଟା ଜିନିଷରୁ ଗୋଟେ ଡିସାଇଡ଼୍ କରନ୍ତୁ। ଇଦର ସେ ପରିସ୍ଥିତିରେ ରହିବା ଶିଖନ୍ତୁ ଅର୍ ସେଠୁ ବାହାରିବାର ନିଷ୍ପତ୍ତି ନିଅନ୍ତୁ। ପ୍ରଥମେ ଡିସ୍କଭର୍ କରନ୍ତୁ ଆପଣ କେଉଁ କାମରେ ଇଣ୍ଟରେଷ୍ଟେଡ୍। ଯେଉଁ କାମ ଯେତେବେଳେ ବି କିଏ ଆପଣଙ୍କୁ କରିବାକୁ କହିଲେ କି ଆପଣ କଲେ ଆପଣଙ୍କୁ ବୋର୍ ଲାଗେନି। କରିବା ସମୟରେ ମନ ଭିତରେ ବହୁତ ଖୁସି ଥାଆନ୍ତି ଆପଣ, ସମୟ ବି ଜଣାପଡ଼େନି। ଜାଣନ୍ତି, ଯେଉଁ କାମରେ ଅନ୍ତରରୁ ମନ ଲାଗେ ନା ସେଇଟା ଆମ ପାଇଁ ବନିଥାଏ। ନା ଏମିତି କହିବି, ଆପଣ ସେ କାମ ପାଇଁ ବନିଥାନ୍ତି। ସେ କାମକୁ ଆରମ୍ଭ କରିବାକୁ ଛୋଟ ଷ୍ଟେପ୍ଟେ ନିଅନ୍ତୁ। ଧୀରେ ଧୀରେ ବିଫଳ ହେଲେ ସେ କାମକୁ ଆଉ କିଛି ନୂଆ ଢଙ୍ଗରେ କରନ୍ତୁ, ଯାହା ୟୁନିକ୍ ଥିବ, ପୁରା ଅଲଗା ଥିବ। ଠିକ୍ ଅଛି, ଗୋଟେ ଛୋଟ ଉଦାହରଣଟେ ଦେଉଛି। ଉଦାହରଣଟା ସତ, ମିଛ ନୁହେଁ। 2-3 ଦିନ ତଳେ ମୁଁ ମୋ ସାଙ୍ଗର ହ୍ୱାଟ୍ସଆପ୍ ଷ୍ଟାଟସ୍ରେ ଦେଖିଲି କି ଗୋଟେ ଚା କପ୍ ରେଡ଼ିମେଡ଼୍ ବାଲା, କିନ୍ତୁ ସେଥିରେ କିଛି ଓଡ଼ିଆର ପଜିଟିଭ୍ ଭାଇବ୍ରେସନ୍ ବାଲା କୋଟେସନ୍ ଲେଖାଥିଲା। ମାନେ ମୋ କହିବାର ଅର୍ଥ ହେଲା, ବିଜନେସ୍ ତ ଚା'ର ହେଉଛି, କିନ୍ତୁ ସେଥିରେ ୟୁନିକ୍ କ'ଣ? ୟୁନିକ୍ ହେଲା ସେଥିରେ କିଛି ରାଇଟ୍ ହେଇଛି ସେ କପ୍ରେ, ଯାହା ପଢ଼ିଲେ ମନରେ ଖୁସି ଆଣୁଛି। କୁହନ୍ତୁ ଏ ୟୁନିକ୍ କି ନାହିଁ? କହିବାକୁ ଗଲେ ଚା' ତ ସମସ୍ତେ ବିକ୍ରି କରନ୍ତି, ହେଲେ ଚା' ପିଇଲା ବେଳେ ଯେତେବେଳେ ଆପଣ କପ୍ ପଡ଼ିକି ଆପଣଙ୍କ ମନ ଭିତରେ ଗୋଟେ ପଜିଟିଭ୍ ଭାଇବ୍ରେସନ୍ ଆସେ, ସେମିତି କୋଟେସନ୍ ଚା' କପ୍ରେ କେତେଜଣ ଲେଖନ୍ତି? ତ ଏଇଟା ହେଲା ସେ ବିଜନେସ୍କୁ କରିବାର ଗୋଟେ ୟୁନିକ୍ ଆଇଡ଼ିଆ। ତ ଏଇଟା ମୁଁ ଦେଖିଥିଲି, ଆପଣଙ୍କ ସହିତ ସେୟାର କଲି। ସତ କହିବାକୁ ଗଲେ ଯେଉଁ କାମରେ ଆମର ଇଣ୍ଟରେଷ୍ଟ ଥାଏ ନା, ସେଥିପାଇଁ ମନରେ ଉପାୟ ଭିନ୍ନ ଭିନ୍ନ ଉଙ୍କି ମାରେ। ଆମେ ସେଥିରେ ବହୁତ ଡିପ୍କୁ ଯାଉ। ତ ଆପଣ ପ୍ରଥମେ ଡିସ୍କଭର୍ କରନ୍ତୁ ଇଚ୍ଛା ଆପଣଙ୍କର କେଉଁଥିରେ। ଜାଣନ୍ତି, ଆମ ନିଜ ସ୍ୱପ୍ନକୁ ଆମେ କେତେ ଯେ ଦେଖିଛେ ସେଇଟା ଆମେ ଜାଣିଛେ, ସାମ୍ନାବାଲା ସେସବୁ ଜାଣିନି, ତା ସ୍ୱପ୍ନ ସେଇଟା ନୁହେଁ। ତାହେଲେ ଆମ ସ୍ୱପ୍ନକୁ ସେ ବୁଝିବ କେମିତି? ଆମର ସେଠୁ ସପୋର୍ଟର ଆଶା ରଖିବା କେତେ ଦୂର ଠିକ୍? ଆପଣ ଭାବିବେ, ଯଦି ମୁଁ ଭୁଲ କହୁଛି ଆପଣ ଭାବିବେ, ଆପଣଙ୍କୁ ଠିକ୍ ଲାଗିଲା ଠିକ୍, ଯଦି ଭୁଲ ଲାଗୁଛି ତାହେଲେ ଟିକେ ନିଜକୁ ପରିବର୍ତ୍ତନ କରେଇଦେବେ। ଆଉ ଗୋଟେ କଥା କ'ଣ ଜାଣନ୍ତି, ଯେତେବେଳେ କରିବାର ଇଚ୍ଛାରେ ଆପଣ ସବୁ ବାଧାବିଘ୍ନକୁ ଏଡ଼େଇ ଚାଲନ୍ତି ନା, ସମୟ ଅନୁସାରେ ଆପଣଙ୍କୁ ବିରୋଧ କରୁଥିବା ଲୋକ ବି ଆପଣଙ୍କ ସଫଳତାରେ ଆପଣଙ୍କ ପଛରେ ଠିଆ ହେଇ ତାଳି ମାରେ। କଥାଟି ଭଲ ଲାଗିଲେ ଲାଇକ୍ କରିବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ମନରେ କିଛି ଥିଲେ କମେଣ୍ଟରେ କହିପାରିବେ। ରହୁଛି, ନମସ୍କାର।